ଆପଣ ନୂତନ ଭାବରେ ଘର ତିଆରି କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଯେତେବେଳେ ଆପଣ ଘର ତିଆରି କରୁଛନ୍ତି ତେବେ ସିମେଣ୍ଟର ମାନକୁ ନିଶ୍ଚିତ ଭାବରେ ପ୍ରଥମେ ପରଖି ନିଅନ୍ତୁ। କାରଣ ଯେତେବେଳେ ଆପଣ ଇଟା ଯୋଡ଼େଇ କରିସାରିଥିବେ କେତେବେଳେ ସେ ଇଟା ସଠିକ ଭାବରେ ଯୋଡ଼େଇ ହୋଇନଥିବ। ତାହାର ଜ୍ୱଳନ୍ତ ଉଦାହରଣ ଆମେ ଦେଖାଉଛୁ ଯାଜପୁର ଜିଲ୍ଲା କୋରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟୁଣି ଗ୍ରାମରେ। ଦେଖନ୍ତୁ କିଭଳି ଭାବରେ ଜଣେ ବ୍ୟକ୍ତି ନିର୍ମାଣ କରୁଥିଲେ ଘର, କିନ୍ତୁ ଆପଣ ଛାଇଁ ଇଟା ଏଠି ଖସି ଯାଇଛି। ସିଧାସଳଖ ଭାବରେ ଆମେ ଏଇ ଭିଜୁଆଲ ଆପଣଙ୍କୁ ଦେଖାଉଛୁ କିଭଳି ଭାବରେ এই ସିମେଣ୍ଟକୁ ସେମାନେ ଜାଣିଲେ ଏବଂ କୋଉ କମ୍ପାନୀର ଏ ସିମେଣ୍ଟ ରହିଛି। ଆସନ୍ତୁ ସିଧାସଳଖ ଭାବରେ ଆମେ ତାଙ୍କଠାରୁ ଜାଣିବା। ଯେଉଁ ମିସ୍ତ୍ରୀ ଭାଇ ଅଛନ୍ତି ତାଙ୍କଠାରୁ ଆମେ ସିଧାସଳଖ ଭାବରେ ପ୍ରତିକ୍ରିୟା ନେବା। ଏ ଆପଣ ଛାଇଁ ଇଟା ଗୁଡ଼ିକ ଫଡ଼ା ଫଡ଼ା କିଭଳି ଛାଡ଼ି ଯାଉଛି ଆପଣ ଦେଖନ୍ତୁ। ଜଣେ କାରିଗର କିଭଳି ଭାବରେ ଏଇ ସିମେଣ୍ଟର ମାନକୁ ଯାଞ୍ଚ କରିପାରି ଜାଣିପାରିଲେ ତାହା ଆସନ୍ତୁ ସିଧାସଳଖ ଭାବରେ ତାଙ୍କଠାରୁ ଆମେ ଜାଣିବା। ସାର୍ ପରିଚୟଟା ରଖିବା ଆପଣ। ସାର୍ ମୋ ନାଁ ବିରଞ୍ଚି ମଲ୍ଲିକ ଆଉ ଏଇ ପାଟୁଳି କୋରି ନିର୍ବାଚନ ମଣ୍ଡଳୀ ମୋ ଘର ଆଜ୍ଞା। ଆପଣ କେତେ ବର୍ଷ ହେଲା ଏଇ ରାଜମିସ୍ତ୍ରୀ କାମ କରୁଛନ୍ତି? ମୁଁ ଆଜ୍ଞା ଆକ୍ଚୁଆଲି ମୁଁ ରାଜମିସ୍ତ୍ରୀ ନୁହଁ, ମୁଁ ଜଣେ କାର୍ପେଣ୍ଟର। ରାଜମିସ୍ତ୍ରୀ ଆଜ୍ଞା ଏଠି ଅଛନ୍ତି ଆମ ଭାଇ ଜଣେ। ଏଇ କାମଟା ଏଇଟାକୁ ଆମେ କାମ ଆଣିଥିଲୁ ସିମେଣ୍ଟ 1 ତାରିଖ ଦିନ। ଆମର କଂକ୍ରିଟ ସିମେଣ୍ଟ ଅଛି ନୁଭୋକର, କହିଲେ ସବୁଠୁ ଭଲ ନମ୍ବର 1 ସିମେଣ୍ଟ ବୋଲି ବର୍ତ୍ତମାନ ସମୟରେ 5 ଷ୍ଟାର ରେଟିଂର ସିମେଣ୍ଟ ଅଛି। ସକାଳେ ଆମେ କାମ କରିବା ଷ୍ଟାର୍ଟ କଲୁ ଯେତେବେଳେ ମାନେ 12ଟା 1 ପର୍ଯ୍ୟନ୍ତ ଏଟା ଜାଣିପାରିଲୁନୁ। ଲଞ୍ଚ ଆୱାରରେ କାମ କଲା ପର୍ଯ୍ୟନ୍ତ ସକାଳ ଯୋଉ ମସଲା ଗୋଳେଇ କାମ ହେଇଥିଲା ଆଜ୍ଞା ସେ 4ଟା ପର୍ଯ୍ୟନ୍ତ ଦେଖିଲା ବେଳକୁ ସେ ମସଲାର କୌଣସି ପରିବର୍ତ୍ତନ ନାହିଁ, ହାର୍ଡ ହଉନି। ଆଜ୍ଞା ମୋ ଘର ଏଇଟା। ଆଉ ତାପରେ ମୋର ସନ୍ଦେହ ହେଲା ଯେ ସିମେଣ୍ଟ କାହିଁକି ହାର୍ଡ ହଉନି, ପ୍ରାୟ ଭଲ ନୁହେଁ, ଆଉ କାମ କରନି। ଏଠୁ କାମ ଛାଡ଼ିଦେଲୁ। କାମ ବନ୍ଦ କରି ଆଜି ଯେତେବେଳେ ଗଲୁ ଦୋକାନ କି ଆଜ୍ଞା ଆପଣ ସିମେଣ୍ଟ ଖରାପ ଅଛି, କାଲି ଯାଇଥିଲି ଆଜ୍ଞା ତ କହିବା ପାଇଁ ସକାଳୁ ଆପଣଙ୍କ ସିମେଣ୍ଟ ଖରାପ ଅଛି। ଆଉ ପଣ୍ଡା ଏଜେନ୍ସି ମତେ କହିଲେ ଠିକ ଅଛି ଆପଣ ପାଣି ଦିଅନ୍ତୁ ସେ ଠିକ ହେଇଯିବ। ତାପରେ ନୁଭୋକର କଷ୍ଟମର କେୟାରରେ ଫୋନ କରିଥିଲି, ସେ ମତେ ଜଣେ ଇଞ୍ଜିନିୟରଙ୍କ ନମ୍ବର ଦେଇଥିଲେ, ତାଙ୍କୁ ବି ଫୋନ କଲି। ସେ କହିଲେ ଆପଣ ପାଣି ଦିଅନ୍ତୁନି, 24 ଘଣ୍ଟା ପରେ ପାଣି ଦେବେ, ଆଉ 24 ଘଣ୍ଟା ଛାଡ଼ିକି ଦେଖିବେ। ସାର୍ ଆଜି 36 ଘଣ୍ଟା ହେଇଗଲାଣି। 36 ଘଣ୍ଟା ପରେ ଆପଣ ଦେଖୁଛନ୍ତି କେମିତି ଭାଙ୍ଗି ଯାଉଛି। ଇଏ ମସଲା ଆଜ୍ଞା 4 ଦିନ ତଳର 1 ତାରିଖର ମସଲା ଆଜ୍ଞା। ଇଏ ମାନେ ଆଜିକି 4 ତାରିଖ ହେଲାଣି, 3 ଦିନ ତଳର ମସଲା। ଆଗ ଏଇ ଅନୁସାରେ କୌଣସି ସିମେଣ୍ଟ ହାର୍ଡ ନାହିଁ, ପୁରା ବାଲି। ଭାଗ ଆଜ୍ଞା 5-1 ଭାଗରେ ଆମେ ଯୋଡେଇ କରିଥିଲୁ। 5 ଭାଗେ ବାଲି ଆଉ ଭାଗେ ସିମେଣ୍ଟ। କଣ କହିବା ପାଇଁ ଚାହିଁବେ ବର୍ତ୍ତମାନ ଜନସାଧାରଣ କଣ ଜାଣିବା ପାଇଁ ଚାହିଁବେ? ପିଓରଲି ଡୁପ୍ଲିକେଟ ସିମେଣ୍ଟ ଅଛି। ତାଙ୍କ ଇଞ୍ଜିନିୟର ବି ଆସି ଦେଖିକି ଯାଇସାରିଲେଣି। 2ଟା ବଲ୍ କରିକି ତଳେ ରଖିଛନ୍ତି, କହୁଛନ୍ତି ହାର୍ଡ ହେଇଯିବ ଅଧଘଣ୍ଟା ଘଣ୍ଟେ ପରେ। ରଖିଥାନ୍ତୁ, ମତେ କାଲି ଭିଡିଓ କରି ଛାଡିବେ। ସିଏ ତାପରେ ସିଏ କିଛି ହଉନି, ତାର କୌଣସି ପରିବର୍ତ୍ତନ ନାହିଁ, ସେ ଯେମିତି ଦେବେ ସେଗୁଡା ହେଲା। ଆଉ ମୁଁ ତ କହିବି ସାର୍ ଯୋଉମାନେ ବି ଘର କରୁଛନ୍ତି କମ ସେ କମ ନୁଭୋକ ଆଉ ନୁଭୋକ କମ୍ପାନୀର ସିମେଣ୍ଟ ଉପରେ ଭରସା କରନ୍ତୁ, କି କାମ କରନ୍ତୁ ନାହିଁ। କାରଣ ମୁଁ ଯୋଉ ଦେଖୁନ ଆଜ୍ଞା ଅଭାବୀ ଲୋକ, ଆମେ ଯେତେ କଷ୍ଟରେ ଏଇ କାମ କରୁ, କୋଉଠି ମୁଁ ଚାହୁଁନି ମୋ ଭଳି ଆଉ ଜଣେ କିଏ ହଇରାଣ ହବ ଆଜ୍ଞା। ଆପଣ ଶୁଣୁଛନ୍ତି ତ ଏଇ ମାଲିକଙ୍କ କଥା, କିଭଳି ଭାବରେ ସେ ନିଜେ ଘର ନିର୍ମାଣ କରିବା ପାଇଁ ଯାଇଥିଲେ ଏବଂ ଠକେଇର ଶିକାର ହୋଇଛନ୍ତି। କେତେବେଳେ ଯେ ସେ ଶୋଇଥିଲା ଅବସ୍ଥାରେ ଘର ଭୁଷୁଡ଼ି ନ ଯାଇପାରେ ତାହାର କୌଣସି ସନ୍ଦେହ ନାହିଁ। ତେବେ ଯୋଉ ରାଜମିସ୍ତ୍ରୀ ଥିଲେ ସିଧାସଳଖ ଭାବରେ କିଭଳି ଏଇ ସିମେଣ୍ଟର ମାନ ସେମାନେ ଜାଣିପାରିଲେ ଏବଂ କଣ ଅବସ୍ଥା ରହିଥିଲା ଆସନ୍ତୁ ସିଧାସଳଖ ଜାଣିବା। ସାର୍ ପରିଚୟଟି ଜାଣିବାକୁ ଚାହିଁବେ? ବ୍ରଜବନ୍ଧୁ ମଲ୍ଲିକ, ଘର ପାଟୁଳି। ଆପଣ କେତେ ବର୍ଷ ହେଲା ରାଜମିସ୍ତ୍ରୀ କାମ କଲେଣି? ମ୍ୟାକ୍ସିମମ୍ 15 ବର୍ଷ ହବ କାମ କଲିଣି। ଅଭିଜ୍ଞତା ଭିତରେ ଏଇ ସିମେଣ୍ଟର ମାନ ପରୀକ୍ଷଣ କରିବା ଆପଣ କିଭଳି ମୁଁ ଯେତେ ସିମେଣ୍ଟରେ କାମ କରିଛି କେବଳ ଏଇ ନବକୋ ସିମେଣ୍ଟ ପୁରା ସ୍ୱତନ୍ତ୍ର ଭିନ୍ନ। ମୁଁ 2 ଦିନ ତଳେ ବି ଯୋଡେଇ କରିଛି, ଏବେ ବି ବାଲି ଧରିକି ଚେଷ୍ଟା କରେ, ସେ ସିମେଣ୍ଟ ଆଜ୍ଞା ହାର୍ଡ ହଉନି। କାଲି ବି ଲାଷ୍ଟକୁ ଯେତେବେଳେ ବିରଞ୍ଚି ଆମର କହିଲା ଟିକେ ଟେଷ୍ଟିଂ କରିବା, ମୁଁ ମୋ ଇଏରୁ ଗୋଟେ କ୍ୟୁ ବନେଇଥିଲି ଗୋଲ, ତାକୁ ବି ଟେଷ୍ଟିଂ କଲି। 1 ଦିନ ପରେ ଭାଙ୍ଗିଲା ବେଳକୁ ସେମିତି ବି ଗୁଣ୍ଡ ହେଇଯାଉଛି, କେବଳ ସିମେଣ୍ଟରେ, ବାଲି ବି ଦେଇନଥିଲି। ମାନେ ସିମେଣ୍ଟଟା ସ୍ୱତନ୍ତ୍ର, କେବଳ ପାଉଡର ଆଉ କିଛି ନୁହେଁ। ସିମେଣ୍ଟ ପ୍ୟାକେଟ ଠିକ, ଭିତରେ ପାଉଡର ଡଷ୍ଟ। ଜଣେ ଧନୀ ହଉ କି ଗରିବ ହଉ ତ ଜୀବନରେ ଘର ଆଜ୍ଞା ପ୍ରଥମ ଥର ପାଇଁ ନିର୍ମାଣ କରେ। ଏଇଭଳି ବଡ ବଡ କମ୍ପାନୀ ଯେତେବେଳେ ଲୋକମାନଙ୍କୁ ଲୁଟୁଛନ୍ତି, ତାଙ୍କ ଭରସା ବିଶ୍ୱାସ ସହିତ ଖେଳୁଛନ୍ତି, ସରକାରଙ୍କ ପାଖରେ କଣ ଅନୁରୋଧ କରିବା ପାଇଁ ଚାହିଁବେ, କଣ ଦାବି ରଖିବେ? ଆମେ ତ କହୁଛୁ ଗଭର୍ଣ୍ଣମେଣ୍ଟକୁ କେମିତି ଏଇ ଯୋଉ କମ୍ପାନୀ ମାନେ ଯୋଉ ଲୁଟପାଟ କରୁଛନ୍ତି, କି ଯୋଉ ଅର୍ଡିନାରୀ ସିମେଣ୍ଟ ବାବଦରେ ଭଲ ପ୍ୟାକେଟରେ ପାଉଁଶ ପୁରେଇ ବିକୁଛନ୍ତି, ସେମାନଙ୍କ ପାଇଁ ଦୃଢାନୁଷ୍ଠାନ ହଉ। କାର୍ଯ୍ୟାନୁଷ୍ଠାନ ନହେଲେ ଏମାନେ ଆଉ ଶାନ୍ତି ହେବେନି, ଇଏ ଏମିତି ଠକୁଥିବେ। କମ୍ପାନୀ କୋଉଠି ଅଛି ଆମର, କୋଉଠି କମ୍ପାନୀ? ନବକୋ କମ୍ପାନୀ ତ ଏବେ ହେଇଯାଇଛି, କୋଉଠି ଅଛି ଜାଣେ, କିନ୍ତୁ ଆମ ଡିଲର ହଉଛି ପାଖ ଡିଲର।
ତାଙ୍କରି ପାଖରୁ ଆସେ। ଆଗରୁ ବି ସିମେଣ୍ଟ ଆଣୁ, ଆମେ ଭଲ କାମ କରୁ, କିନ୍ତୁ ନବକୋ କମ୍ପାନୀ ଏବେ ଆମକୁ ଠକୁଛି, ସେ ବି ଫେରିବାକୁ ରାଜି ନାହିଁ। ଦେଖନ୍ତୁ ସିଧାସଳଖ ଭାବରେ ଆମେ ଏଇ ସିମେଣ୍ଟ ବସ୍ତା ଆପଣଙ୍କୁ ଦେଖାଉଛୁ। କଂକ୍ରିଟ ଅଛି ନବକୋ ସିମେଣ୍ଟର ଏବଂ 5 ଷ୍ଟାର ଆଡଭାଣ୍ଟେଜେସ୍ ଅଛି। ସୁपर ଷ୍ଟ୍ରେଂଥ ବେଷ୍ଟ ଫ୍ରେଶନେସ୍ ରହିଛି, ଲାଇଟ୍ କଲର ରହିଛି ଏବଂ ସୁପରିୟର ଫାଇନାନ୍ସ ରହିଛି, ଆସ୍ୟୁର୍ଡ କ୍ୱାଲିଟି ରହିଛି। ମାତ୍ର କୌଣସି ପ୍ରକାରର এই ସିମେଣ୍ଟ ଉପରେ ଗ୍ୟାରେଣ୍ଟି ବର୍ତ୍ତମାନ ପରିସ୍ଥିତିରେ କେହି ଦେଇପାରୁନାହାନ୍ତି। କାରଣ ଆପଣ ନିଜେ ସିଧାସଳଖ ଭାବରେ ଦେଖୁଛନ୍ତି ଗୋଟେ ଗରିବ ଲୋକ କିଭଳି ଭାବରେ ବିଶ୍ୱାସ ଭରସା କରି এই ସିମେଣ୍ଟ କମ୍ପାନୀକୁ ନିଜ ଘରକୁ ଆଣିଥିଲେ ନିର୍ମାଣ କରି ସ୍ୱପ୍ନର ଘର ତୋଳି ନିଜେ ରହିବା ପାଇଁ। କିନ୍ତୁ ବାସ୍ତବରେ ଦେଖନ୍ତୁ କିଭଳି ଭାବରେ ତାଙ୍କର ସ୍ୱପ୍ନ ନିମିଷକ ମାତ୍ରରେ ଧୂଳିସାତ ହେଇଯାଉଛି। ତେବେ କିଭଳି ଭାବରେ ଏଇ ଗୋଟି କମ୍ପାନୀ ସିମେଣ୍ଟ କମ୍ପାନୀ ଗୁଡ଼ିକ ଆମ ଅଞ୍ଚଳରେ ଗଢ଼ି ଉଠୁଛନ୍ତି ଏବଂ କିଭଳି ଭାବରେ ଏଇ ଲୋକମାନଙ୍କୁ এইଭଳି ସିମେଣ୍ଟ ଯୋଗାଇ ଦେଉଛନ୍ତି, ସରକାର ୟାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଦାବି ମଧ୍ୟ ଉଠୁଛି। ଦେଖିବା ତାଙ୍କର ଯେଉଁ ଇଞ୍ଜିନିୟରିଂ ଟିମ୍ ରହିଛନ୍ତି ଆସିକି 2ଟି ସିମେଣ୍ଟ ଗୋଳା ବଲ୍ବ କରି ଯାଇଛନ୍ତି ସେ ସିମେଣ୍ଟର ହାର୍ଡନେସଟାକୁ ପରୀକ୍ଷା କରିବା ପାଇଁ। କିନ୍ତୁ କିଭଳି ଭାବରେ ବର୍ତ୍ତମାନ ପରିସ୍ଥିତିରେ ଦେଖନ୍ତୁ ସେଇ ଘର କାନ୍ଥ ପଡା ପଡା ବାହାରି ଯାଉଛି। ଘର ତିଆରି କରୁଛନ୍ତି ନୂଆ ଘର, ଆଜ୍ଞା କୋଉ କମ୍ପାନୀର ସିମେଣ୍ଟ ଆଣୁଥିଲେ? ଲବ କମ୍ପାନୀର ସାର୍। କଣ ଦେଖିଲେ? ସାର୍ ସିମେଣ୍ଟ ଟା ମାନେ ଭଲ ନାହିଁ ବୋଲି ମୁଁ ଦେଖିଲି। ତାର କାନ୍ଥ ହେଇଛି, ଇଏ କାନ୍ଥରେ ଡେରି ହେଇଗଲେ ସେ କାନ୍ଥ ଗଳି ପଡିଲା। ତାର ଭାବିଲୁ ମିସ୍ତ୍ରୀ ମାନେ ଖରାପ କରିଥିବେ, କାମଟା ଖରାପ ଅଛି। ତାପରେ ସିମେଣ୍ଟ ଖାଲି ସିମେଣ୍ଟକୁ ଗୋଳେଇକି ଆମେ ରଖିଲୁ। ତାପରେ ଭାଙ୍ଗିଲେ ତ ଭାଙ୍ଗିବନି ନା, ସିମେଣ୍ଟ ଟାଇଟ୍ ହେଇଯିବ। କିନ୍ତୁ ସିମେଣ୍ଟ ଟାକୁ ଭାଙ୍ଗିଲା ବେଳକୁ ମାନେ ହାତରେ ଖାଲି ଧରା ଚୁନା ହେଇଯାଉଛି। ତାପରେ ୟୁଟ୍ୟୁବରେ ବି ସର୍ଚ୍ଚ କରିଥିଲୁ ମାନେ ନମ୍ବର 1 ସିମେଣ୍ଟ ବୋଲି। ଏମିତି ଖରାପ ଆସିବ ବୋଲି ଆମେ କେବେ ଭାବି ପାରୁନୁ, କଣ ହେଇଥିବ ଆମେ ତ ଜାଣିନୁ। ଆମେ ସାଧାରଣତଃ ଦେଖିବା ସିମେଣ୍ଟ ଗୋଳେଇଲେ ହାତ ଖାଇଯାଏ। ଆଜ୍ଞା ନାଇଁ ହାତ ଫାତ କିଛି ଖାଇଲାନି। ହାତରେ ଆପଣ ଗୋଳେଇଥିଲେ? ଆଜ୍ଞା ଆଜ୍ଞା। କଣ ଏବେ ସରକାରଙ୍କୁ ଦାବି କରିବା ପାଇଁ ଚାହୁଁଛନ୍ତି? ସେ କଣ ଦାବି କରିବେ, ଆମେ ତ ସାଧାରଣ ଲୋକ ମାନେ ତଥାପି କହିବୁ ସାର୍। ଗୋଟେ ଗରିବ ଲୋକଟେ ସିଏ ଟଙ୍କାଟେ ଯୋଡିକି ଆଜ୍ଞା ଆଜ୍ଞା ବହୁତ ପରିଶ୍ରମରେ ସାର୍ ଏଇ ଘରଟାକୁ ଆମେ କରିଛୁ। କିଛି ଘର ମାନେ ସରକାରଙ୍କ ତରଫରୁ ଆମେ କିଛି ପାଇନୁ, ନିଜେ ସାର୍ ବହୁତ କଷ୍ଟରେ ହିଁ ମୋ ହଜବେଣ୍ଡ କରିଛନ୍ତି। ଏଇଆ ସାର୍ କହିବୁ ଯେ ସିମେଣ୍ଟକୁ ମାନେ ଯାହାହେଲେ ବି ଭଲ ସିମେଣ୍ଟ ଇଏ କରି କରନ୍ତୁ। ସାଧାରଣ ଲୋକ ଯେମିତି ମାନେ ଯାଞ୍ଚ କରି କରନ୍ତୁ। ସିମେଣ୍ଟ କେବେ ଘର ତ ଜୀବନରେ ଥରେ ହୁଏ, କାରଣ ବାରମ୍ବାର ତ ଘର ହୁଏନି, ଥରେ ହୁଏ ଜୀବନରେ। ତେଣୁକରି ଯେମିତି ଯାଞ୍ଚ କରି ପରୀକ୍ଷା ନିରୀକ୍ଷା କରି କରନ୍ତୁ, ସେମିତି କେବେ ଆମ ଭଳି ସାଧାରଣ ଲୋକ ଭଳି ଅସୁବିଧାରେ ପଡ଼ିବେନି। ଦାବି ତ ସାର୍ ଏଇଆ ରଖିବାକୁ ଚାହିଁବେ, ନିହାତି ସରକାର ଗୋଟେ ନିହାତି ସିମେଣ୍ଟ ଉପରେ କିଛି ମାନକ ନିର୍ଦ୍ଧାରଣ କରନ୍ତୁ। ଆଉ ତାପରେ କିଛି ଏମିତି ବ୍ୟବସ୍ଥା କରନ୍ତୁ ଯେମିତି ଜଣେ ମୋ ଭଳି ସାଧାରଣ ଲୋକ ହଇରାଣର ଶିକାର ନ ହଉ। ଯେ କୌଣସି ବ୍ୟକ୍ତି ଆପଣ ଘରକୁ ସିମେଣ୍ଟ ଆଣୁଛନ୍ତି, ଘର ନିର୍ମାଣ କରିବା ପୂର୍ବରୁ ଆଗେ ତାର ଯାଞ୍ଚ କରନ୍ତୁ, ପରୀକ୍ଷା କରନ୍ତୁ, ତେବେ ଯାଇ ଇଟା ଯୋଡେଇ କି ଛାତ ପକେଇବା ପାଇଁ ଆପଣ ଆଶା ବାନ୍ଧନ୍ତୁ। ନହେଲେ ଏଇଭଳି ପ୍ରକାର ଆପଣ ନିଶ୍ଚିତ ଭାବରେ ଠକାମିର ଶିକାର ହୋଇପାରନ୍ତି। କେତେବେଳେ ଆପଣ ଶୋଇଥିଲେ ଆପଣଙ୍କର ସ୍ୱପ୍ନର ଘର ଭୁଷୁଡି ପଡେ ଯେ ଆପଣ ଜୀବନ ଚାଲି ଯାଇପାରେ, ତାର କୌଣସି ପ୍ରକାର ବର୍ତ୍ତମାନ ଭରସା ବିଶ୍ୱାସ ଆଉ ରହୁନାହିଁ। ତେବେ ଦେଖିବା ପାଇଁ ବାକି ରହିଲା ସରକାର ଏଇଭଳି ସିମେଣ୍ଟ କମ୍ପାନୀ ଗୁଡ଼ିକ ଉପରେ କେବେ ରୋକ ଲଗାଉଛନ୍ତି ଏବଂ ଯେଉଁ ବଜାର ରହିଛି, ମାର୍କେଟ ରହିଛି, ଗରିବ ଅସହାୟ ଲୋକଟେ ଗଲେ ସିମେଣ୍ଟ କିଭଳି ଭାବରେ ଭଲ ପାଇବ ଏବଂ ସେ ନିଜେ କିଭଳି ସୁରକ୍ଷିତ ରହିବ ଏବଂ ନିଜେ ଘର ନିର୍ମାଣ କଲେ କିଭଳି ଭାବରେ ତାଙ୍କ ପିଲାଛୁଆ ସୁରକ୍ଷିତ ରହିବେ, ସେଥିପ୍ରତି ମଧ୍ୟ ସରକାର ଯତ୍ନବାନ ହୁଅନ୍ତୁ। ଏଇଭଳି ସିମେଣ୍ଟ ଗୁଡ଼ିକ ଉପରେ ରୋକ ଲଗାନ୍ତୁ ଏବଂ ତାଙ୍କର ମାନ ପରୀକ୍ଷା କରନ୍ତୁ ଏବଂ ଯେଉଁ କ୍ୱାଲିଟି ଏଜେନ୍ସି ରହିଛି ସରକାର ମଧ୍ୟ ସେଠି ଯାଇକି ତାଙ୍କୁ ତଦାରଖ କରନ୍ତୁ ଏବଂ ଏଇଭଳି ସିମେଣ୍ଟ କମ୍ପାନୀ ଗୁଡ଼ିକ ଉପରେ ରୋକ ଲଗାନ୍ତୁ କିଭଳି ଭାବରେ ସେମାନେ ନିମ୍ନମାନର ସିମେଣ୍ଟ ଯାଞ୍ଚ କରୁଛନ୍ତି। ତେବେ ଦେଖିବା ପାଇଁ ବାକି ରହିଲା ସରକାରଙ୍କର କିଭଳି ଭାବରେ ପଦକ୍ଷେପ ରହିବ ଏହି ସିମେଣ୍ଟ କମ୍ପାନୀ ଗୁଡ଼ିକ ଉପରେ ଏବଂ କିଭଳି ଭାବରେ ଏହି ସିମେଣ୍ଟ ଗୁଡ଼ିକ ଆଗାମୀ ଦିନରେ ମାର୍କେଟରେ ରହିଛି ତାକୁ ଠାବ କରାଯାଇ କିଭଳି ଭାବରେ ତାକୁ ପୁଣି ଫେରସ୍ତ କରାଯିବ ସେଇ କମ୍ପାନୀକି ଏବଂ ନୂତନ ଭାବରେ କିଭଳି ଭାବରେ ସିମେଣ୍ଟ ଉପରେ ଯାଞ୍ଚ ପଡ଼ତାଲ କରାଯିବ ତାକୁ ଦେଖିବା ପାଇଁ ବର୍ତ୍ତମାନ ପରିସ୍ଥିତିରେ ବାକି ରହିଲା। ଯାଜପୁରରୁ ଚକ୍ରଧର ଦାସ, ପ୍ରତିଦିନ ଟିଭି।